ବଡ଼ଶୁଆଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଶିକ୍ଷୟିତ୍ରୀ ଗୁପ୍ତେଶ୍ୱରୀ ମହାନ୍ତ, ଶିକ୍ଷୟିତ୍ରୀ ଭାବିନା ସାହୁ, ଟେନା ସାହୁ, ମିଲି ପ୍ରଧାନ, ଜସ୍ମିତା ସାହୁ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିଲେ। ବରିଷ୍ଠ, କନିଷ୍ଠ ଓ ଉପକନିଷ୍ଠ ବିଭାଗରେ ଛାତ୍ରଛାତ୍ରୀମାନେ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ 100 ମିଟର, 200 ମିଟର, 300 ମିଟର, 600 ମିଟର, 800 ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଡିସ୍କସ୍ ଥ୍ରୋ, ସଟ୍ପୁଟ୍, ମ୍ୟୁଜିକ୍ ଚେୟାର, ଚକୋଲେଟ୍ ରେସ୍, ପୁଚି ଆଦି ବିଭିନ୍ନ କ୍ରୀଡ଼ା ପ୍ରଦର୍ଶନ କରିଥିଲେ। କୃତିତ୍ୱ ଅର୍ଜନ କରିଥିବା ବରିଷ୍ଠ ବିଭାଗରେ ବାଳକ ରିତେଶ ଖୁଣ୍ଟିଆ, ବାଳିକା ଅର୍ଚିତା ମଲ୍ଲିକ ଓ କନିଷ୍ଠ ବିଭାଗରେ ବାଳକ ସମରେଶ ବିଶ୍ୱାଳ, ବାଳିକା ଜ୍ୟୋତିପ୍ରଜ୍ଞା ରାଉତ ଚାମ୍ପିୟନ ଘୋଷିତ ହୋଇଥିଲେ। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବିମଳ କୁମାର ପଣ୍ଡା, ପୁରାତନ ଛାତ୍ର ସଂଘ ଉପଦେଷ୍ଟା ରଶ୍ମି ରଞ୍ଜନ ଖୁଣ୍ଟିଆ, ସଭାପତି ହିରଣ୍ମୟ ପାଳ, ସଦସ୍ୟ ମହେଶ ବେହେରା ଓ ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ। ଶେଷରେ ଅତିଥିମାନେ ଚାମ୍ପିୟନ ବିଦ୍ୟାର୍ଥୀମାନଙ୍କୁ ଟ୍ରଫି, ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲା ବେଳେ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ସହିତ ପୁରସ୍କୃତ କରିଥିଲେ। ଶିକ୍ଷକ ଶିବଚ କୁମାର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ସଂଯୁକ୍ତା ସ୍ୱାଇଁ, ଅଜୟା କୁମାରୀ ମିଶ୍ର, କବିତା ଜେନା, ତପସ୍ୱିନୀ ମଲ୍ଲିକ, ମୋନାଲିସା ସ୍ୱାଇଁ, ଶିକ୍ଷକ ଗୁରୁଚରଣ ଜେନା, ରବି ନାରାୟଣ ବେହେରା, ରାକେଶ ସାହୁ ଓ କୈବଲ୍ୟ ଡେଥି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।